ଆମର ତ କାଲି 300 ଟ୍ରକ୍ ଉତ୍ତର ପ୍ରଦେଶରୁ ଆସି ଯାଉଛି ଅଲରେଡି ଲୋଡ୍ ହେଇସାରିଛି ବାଟରେ ଅଛି ସେ କାଲି ବୋଧେ ପହଞ୍ଚିଯିବ 300 ଟ୍ରକ୍ ଆଳୁ ନିୟନ୍ତ୍ରଣକୁ ପୁରା ଆସିଯାଇଛି ଅବିକା ତ 35 ଟଙ୍କା ଆଳୁ କେଜି ଅଛି ମୁଁ ମାର୍କେଟ ଖବର ନେଉଥିଲି କୋଉଠି କୋଉଠି ଅତି ବେଶୀରେ 40 ଟଙ୍କା ଅଛି କିନ୍ତୁ କାଲି ଆସିକି ପହଞ୍ଚିଯିବ 300 ଟ୍ରିପ୍ ପଳେଇ ଆସିବ ତାଙ୍କର ଅତି ବେଶୀରେ 5 ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକତା ଅଛି ଆଉ 2 ଲକ୍ଷ ମେଟ୍ରିକ ଟନ୍ ସେ ଦେଇପାରିବେ ଏଇଟା ରିପୋର୍ଟ ଆସିଛି ତେଣୁ ଯେଉଁମାନେ ରଖିଛନ୍ତି ବେପାରୀମାନେ ବେପାର କରିବା ପାଇଁ ସେମାନେ ନିଶ୍ଚିତ ତାଙ୍କର କ୍ଷତି ହେବ ତାଙ୍କର ପଚିଯିବ ତେଣୁ ସେମାନେ ନିଶ୍ଚିତ ଭାବରେ ଆନ୍ଦୋଳନକୁ ଓହ୍ଲାଇବେ ଏଥିରେ ଭାବିବାର ନାହିଁ ତ ମୋର କହିବା କଥା ଯେ ଆମେ ଭାରତ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ଏଠି କେଉଁ ରାଜ୍ୟରେ ଚାଉଳ ଅଧିକା ପ୍ରଡକ୍ସନ୍ ହେଉଛି କେଉଁ ରାଜ୍ୟରେ ପିଆଜ ଅଧିକା ପ୍ରଡକ୍ସନ୍ ହେଉଛି କେଉଁ ରାଜ୍ୟରେ ଆଳୁ ଅଧିକା ପ୍ରଡକ୍ସନ୍ ହେଉଛି ଆମେ ଯେମିତି ଆନ୍ଧ୍ରରୁ ମାଛ ଆଣୁଛେ ଅଣ୍ଡା ଆଣୁଛେ ତ ଯେଉଁ ରାଜ୍ୟ ଅଧିକା ଯେଉଁଟା ପ୍ରଡକ୍ସନ୍ କରେ ସେ ଅନ୍ୟ ରାଜ୍ୟକୁ ଦିଏ ଏଇଟା ଏଇ ଯେଉଁ ଭଲ ବାତାବରଣଟା ବା ସମ୍ପର୍କଟା ଏଇଟା ଗୋଟେ ନିଶ୍ଚିତ ଭାବରେ ଭଟା ପଡ଼ୁଛି ଯେଉଁଟା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳିଆ ଡିସିସନ୍ ନେବା ଉଚିତ ନଥିଲା ଯେ ଅନ୍ୟ ରାଜ୍ୟମାନଙ୍କୁ ଆଳୁ ଦେବିନି ବୋଲି ତେଣୁ ସେମାନେ ଚିନ୍ତା କରିବେ ହଁ ନାଇଁ ବ୍ୟବସାୟୀମାନଙ୍କର ବିକିବାର ମତଲବ ସେମାନେ ଯଦି ବିକ୍ରି ନହେବ ତାଙ୍କର ପଚିଯିବ ଆଳୁଟା କ'ଣ ବେଶୀ ଦିନ ରହିବ କି ତାପରେ ନୂଆ ଆଳୁ ବି ବାହାରି ଆସିବ ତାପରେ ପରେ ତ ସେମାନେ ଆନ୍ଦୋଳନ କରିବା ସ୍ୱାଭାବିକ ମୁଁ ଜାଣିନି କ'ଣ ତାଙ୍କର ଉଦ୍ଦେଶ୍ୟ ମୁଁ ଜାଣିନାହିଁ ମୁଁ ତା ଭିତରକୁ ଆଉ କାହିଁ ଯିବି କିନ୍ତୁ ମୋର କହିବା କଥା କ'ଣ ସିଏ ସବୁ ରାଜ୍ୟ ପ୍ରତି ସମ ଭାବନା ରଖିବା ଦରକାର ସବୁ ରାଜ୍ୟକୁ ନିଜର ରାଜ୍ୟର ବୋଲି ଭାବିବା ଦରକାର କାରଣ ସମ୍ପୂର୍ଣ୍ଣ ଦେଶଟା ଆମର ନିଶ୍ଚିତ ଭାବରେ ଆମର ତ କାଲି 300 ଟ୍ରକ୍ ଉତ୍ତର ପ୍ରଦେଶରୁ ଆସି ଯାଉଛି ଅଲରେଡି ଲୋଡ୍ ହେଇସାରିଛି ବାଟରେ ଅଛି ସେ କାଲି ବୋଧେ ପହଞ୍ଚିଯିବ 300 ଟ୍ରକ୍ ଆଳୁ ନିୟନ୍ତ୍ରଣକୁ ପୁରା ଆସିଯାଇଛି ଅବିକା ତ 35 ଟଙ୍କା ଆଳୁ କେଜି ଅଛି ମୁଁ ମାର୍କେଟ ଖବର ନେଉଥିଲି କୋଉଠି କୋଉଠି ଅତି ବେଶୀରେ 40 ଟଙ୍କା ଅଛି କିନ୍ତୁ କାଲି ଆସିକି ପହଞ୍ଚିଯିବ 300 ଟ୍ରିପ୍ ପଳେଇ ଆସିବ ନିଶ୍ଚିତ ଭାବରେ ଆମର ସେଥିପାଇଁ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି ଯଦି ଅଧିକ ରେଟ୍ରେ କିଏ ବାଇଚାନ୍ସ ବିକିବ ତ ଆମେ ଆକ୍ସନ ନେବୁ।